ହୁମା ମନ୍ଦିର ବକ୍ର ହେଲା କେମିତି? ସତରେ କ'ଣ କୁଡ଼ ମାଛକୁ କାଟିଲେ ପ୍ରସ୍ତର ପାଲଟି ଯାଆନ୍ତି ମଣିଷ? ହୁମା ମନ୍ଦିରକୁ ମହାଦେବ ଆସିଲେ କେମିତି? କେମିତି ହେଲା ହୁମା ମନ୍ଦିରର ନିର୍ମାଣ? ଆସନ୍ତୁ ଜାଣିବା ହୁମା ବକ୍ର ମନ୍ଦିରର ସମ୍ପୂର୍ଣ୍ଣ ରହସ୍ୟ। ହୁମା ମନ୍ଦିର ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ସମ୍ବଲପୁର ଜିଲ୍ଲା ମହାନଦୀ କୂଳରେ ଅବସ୍ଥିତ ହୁମା ବକ୍ର ମନ୍ଦିର। ଏହି ମନ୍ଦିରରେ ମହାଦେବ ବିମଳେଶ୍ୱର ନାମରେ ପୂଜା ପାଉଛନ୍ତି। ଏହି ମନ୍ଦିରର ସୃଷ୍ଟି ହେବାକୁ ନେଇ ଅନେକ ଐତିହାସିକ ଏବଂ ପୌରାଣିକ ରହସ୍ୟ ରହିଛି। ପ୍ରଥମେ ଆସନ୍ତୁ ଜାଣିବା ଏହାର ପୌରାଣିକ ମତ। ଦିନେ ମହାଦେବ ଏବଂ ମାତା ପାର୍ବତୀ ସ୍ୱର୍ଗ ଭ୍ରମଣ କରୁଥିଲେ। ସେହି ସମୟରେ ଅନେକ ଦେବାଦେବୀମାନେ ମାତା ପାର୍ବତୀ ଏବଂ ମହାଦେବଙ୍କୁ ସ୍ୱାଗତ ଏବଂ ସେବା ସତ୍କାର କରିଥିଲେ ଏବଂ ଦେବରାଜ ଇନ୍ଦ୍ର ମହାଦେବ ଏବଂ ମାତା ପାର୍ବତୀଙ୍କୁ ଇନ୍ଦ୍ରପୁରୀକୁ ଆମନ୍ତ୍ରଣ କରିଥିଲେ। ଏହାପରେ ଦେବରାଜ ଇନ୍ଦ୍ର ଏବଂ ଇନ୍ଦ୍ରଙ୍କ ପତ୍ନୀ ସଚୀ ମହାଦେବ ଏବଂ ମାତା ପାର୍ବତୀଙ୍କର ଅନେକ ସେବା ମଧ୍ୟ କରିଥିଲେ। ଅନେକ ସେବା କରିବା ପରେ ଇନ୍ଦ୍ରଙ୍କ ପତ୍ନୀ ସଚୀ ସ୍ୱର୍ଗର ପାରିଜାତ ପୁଷ୍ପ ଆଣି ମାତାଙ୍କ ଗଭାରେ ଲଗେଇ ଦେଇଥିଲେ। ଇନ୍ଦ୍ରପୁରୀରୁ ବିଦାୟ ନେବା ପରେ ମାତା ପାର୍ବତୀ ଏବଂ ମହାଦେବ କୈଳାସ ଫେରିବା ସମୟରେ ମାତାଙ୍କ ଗଭାରେ ଲାଗିଥିବା ପାରିଜାତ ପୁଷ୍ପକୁ ଦେଖି ମହାଦେବ ଅଭିମାନ କରିଥିଲେ ଏବଂ ନିଜ ମସ୍ତକର ଜଟାରୁ ଖଣ୍ଡିଏ ଜଟାକୁ ଛିଣ୍ଡାଇ ଆଣି ତାକୁ ପୃଥିବୀ ପୃଷ୍ଠକୁ ଫୋପାଡ଼ି ଦେଲେ। ମହାଦେବଙ୍କ ସେହି ଜଟା 8 ଖଣ୍ଡ ହୋଇ ପୃଥିବୀର 8ଟି ସ୍ଥାନରେ ପଡ଼ିଥିଲା। ସେଥିମଧ୍ୟରୁ ହୁମା ମନ୍ଦିର ଗୋଟିଏ। ସେହି 8ଟି ସ୍ଥାନରେ ମହାଦେବ ପାତାଳ ଫୁଟା ଲିଙ୍ଗ ରୂପରେ ଆବିର୍ଭାବ ହୋଇଛନ୍ତି ଏବଂ ସେହି 8ଟି ସ୍ଥାନ ହେଉଛି ମହାଦେବଙ୍କର ଅଷ୍ଟଲିଙ୍ଗ ରୂପରେ ପରିଚିତ। ସେଥିମଧ୍ୟରୁ ହୁମା ମନ୍ଦିର ହେଉଛି ଗୋଟିଏ। ତାପରେ ମହାଦେବଙ୍କ ଅଭିମାନକୁ ମୋଚନ କରିବା ପାଇଁ ମାତା ପାର୍ବତୀ ନିଜ ଗଭାରେ ଲାଗିଥିବା ପାରିଜାତ ପୁଷ୍ପକୁ ପୃଥିବୀ ପୃଷ୍ଠକୁ ଫୋପାଡ଼ି ଦେଇଥିଲେ, ଯାହା 7 ଖଣ୍ଡ ହୋଇ ପୃଥିବୀର 7ଟି ସ୍ଥାନରେ ପଡ଼ିଥିଲା ଏବଂ ସେହି 7ଟି ସ୍ଥାନରେ 7 ଜଣ ଦେବୀ ଆବିର୍ଭୂତ ହୋଇଥିଲେ। ଏହା ଥିଲା ହୁମା ବକ୍ର ମନ୍ଦିରର ପୌରାଣିକ କଥା। ଏବେ ଆସନ୍ତୁ ଜାଣିବା ହୁମା ବକ୍ର ମନ୍ଦିରର ଐତିହାସିକ କାହାଣୀ, ଯେପରି ହୁମା ବକ୍ର ମନ୍ଦିର କିପରି ନିର୍ମାଣ ହୋଇଥିଲା ଏବଂ ସେଠାରେ ଥିବା ଶିବଲିଙ୍ଗର ସନ୍ଧାନ କିପରି ହୋଇଥିଲା। ବରଗଡ଼ ଜିଲ୍ଲାର ପପଙ୍ଗା ଗ୍ରାମର ହୋତା ପରିବାରରେ ଅନେକ ଗାଈ ଏବଂ ବଳଦ ଥିଲେ। ସେହି ଗାଈ ଏବଂ ବଳଦର ଜଗା ରଖା ପାଇଁ ଏବଂ ଚରେଇବା ପାଇଁ ସେମାନେ ଏକ ଗାଈ ଜଗୁଆଳ ରଖିଥିଲେ। ସେହି ଗାଈ ଜଗୁଆଳ ପ୍ରତ୍ୟେକ ଦିନ ସକାଳରେ ମହାନଦୀ ତୀର ନିକଟକୁ ଗାଈ ଏବଂ ବଳଦମାନଙ୍କୁ ଚରାଇବାକୁ ଆଣୁଥିଲା ଏବଂ ସନ୍ଧ୍ୟା ହେବା ପୂର୍ବରୁ ଗାଈ ଏବଂ ବଳଦମାନଙ୍କୁ ନେଇ ହୋତା ବାବୁଙ୍କ ଗୁହାଳରେ ଛାଡ଼ି ଦେଉଥିଲା। ସମୟ ବିତି ଚାଲିଲା, କିନ୍ତୁ ହୋତା ବାବୁ ଦେଖିଲେ ତାଙ୍କର ଗାଈମାନେ ଦିନକୁ ଦିନ କ୍ଷୀର କମ୍ ଦେଉଛନ୍ତି। ହୋତା ବାବୁ ପ୍ରଥମେ ସେହି ଗାଈ ଜଗୁଆଳକୁ ସନ୍ଦେହ କଲେ ଏବଂ ପଚାରିଲେ କି ଗାଈମାନେ ଏତେ କମ୍ କ୍ଷୀର କାହିଁକି ଦେଉଛନ୍ତି। ଉତ୍ତରରେ ଗାଈ ଜଗୁଆଳ କହିଲା କି ବାବୁ, ମୁଁ ତ ସାମାନ୍ୟ ଗାଈ ଜଗୁଆଳଟିଏ। ଗାଈମାନଙ୍କୁ ଚରାଇବା ପରେ ତାଙ୍କୁ ନେଇ ଗୁହାଳରେ ବାନ୍ଧିବା ମୋର କାମ। ତେଣୁ ଗାଈମାନେ କମ୍ କ୍ଷୀର କାହିଁକି ଦେଉଛନ୍ତି ମୁଁ ତାହା ଜାଣିନାହିଁ। ଗାଈ ଜଗୁଆଳର ଉତ୍ତର ଶୁଣି ସାରିବା ପରେ ହୋତା ବାବୁ ନିଜେ ହିଁ ସତ୍ୟର ସନ୍ଧାନ କରିବାକୁ ଚିନ୍ତା କଲେ। ପରଦିନ ସକାଳେ ଯେତେବେଳେ ଗାଈମାନେ ଚରିବା ପାଇଁ ବାହାରିଲେ, ସେତେବେଳେ ହୋତା ବାବୁ ନିଜେ ଗାଈମାନଙ୍କ ପଛେ ପଛେ ଗାଈ ଜଗୁଆଳ ହୋଇ ଗଲେ ଏବଂ ଦେଖିଲେ ଗାଈମାନଙ୍କ ମଧ୍ୟରୁ ଗୋଟିଏ ଗାଈ ମହାନଦୀ ତୀରରେ ଥିବା ପ୍ରସ୍ତର ଉପରେ ନିଜର କ୍ଷୀରକୁ ଢାଳି ଦେଇ ଆସୁଛି। ମାନେ ସେହି ପ୍ରସ୍ତର ନିକଟକୁ ଗଲାପରେ ଗାଈଠାରୁ ଆପେ ଆପେ କ୍ଷୀର ଝରି ଯାଉଛି। ଏହା ଦେଖି ହୋତାବାବୁ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେଠାକୁ ଯାଇ ଦେଖିଲେ ଯେ ଗାଈ ଯେଉଁ ପ୍ରସ୍ତର ଉପରେ କ୍ଷୀର ଢାଳୁଛି, ସେହି ପ୍ରସ୍ତର କୌଣସି ସାମାନ୍ୟ ପ୍ରସ୍ତର ନୁହେଁ। ସେହି ପ୍ରସ୍ତରର ଆକୃତି ଶିବଲିଙ୍ଗ ସଦୃଶ। ମହାନଦୀ ତୀରରେ ଶିବଲିଙ୍ଗ ଦେଖି ସେ ତାଙ୍କୁ ପ୍ରଣାମ କଲା ଏବଂ ସେଠାରୁ ଗାଈମାନଙ୍କୁ ନେଇ ଗୃହକୁ ଫେରି ଆସିଲା। ସମୟ ବିତି ଚାଲିଲା। ସେହି ହୋତା ବାବୁ ପ୍ରତ୍ୟେକ ଦିନ ଆସି ମହାନଦୀ ତୀରରେ ଥିବା ଶିବଲିଙ୍ଗକୁ ପୂଜା କରୁଥିଲେ। କିଛି ଦିନ ପରେ ସେହି ସମସ୍ତ କଥା ଯାଇ ସମ୍ବଲପୁରର ରାଜା ବଳରାମ ଦେବଙ୍କ ପାଖରେ ପହଞ୍ଚିଲା। ମହାଦେବଙ୍କୁ ଦର୍ଶନ କରିବା ପାଇଁ ରାଜା ବଳରାମ ଦେବ ଯାଇ ମହାନଦୀ ତୀରରେ ପହଞ୍ଚିଲେ। ମହାଦେବଙ୍କୁ ଦର୍ଶନ କରି ରାଜା ବଳରାମ ଦେବ
ମହାଦେବଙ୍କୁ ବହୁ ଆଡ଼ମ୍ବରର ସହ ପୂଜାର୍ଚ୍ଚନା କଲେ। ଏହା ପରଦିନ ରାଜା ରାତ୍ରି ଭୋଜନ ସାରି ଶୟନ କରୁଥିବା ସମୟରେ ମହାଦେବ ତାଙ୍କ ସ୍ୱପ୍ନରେ ଆସିଲେ ଏବଂ କହିଲେ, ହେ ରାଜନ୍, ତୁମେ ମହାନଦୀ କୂଳରେ ମୋର ଏକ ମନ୍ଦିର ନିର୍ମାଣ କର। ଏହାପରେ ରାଜା ବଳରାମ ଦେବ କାରିଗରମାନଙ୍କୁ ଡାକି ମନ୍ଦିର ନିର୍ମାଣ କରିବା ପାଇଁ ଆଦେଶ ଦେଲେ। କିଛି ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ଏବଂ କିଛି ମାସ ମଧ୍ୟରେ ମହାନଦୀ କୂଳରେ ଥିବା ଶିବଲିଙ୍ଗ ଚାରିପାଖରେ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ମଧ୍ୟ ହେଲା ଏବଂ ସେହିଠାରେ ମହାଦେବ ବିମଳେଶ୍ୱର ନାମରେ ପୂଜା ପାଇଲେ। ତେବେ ହୁମା ମନ୍ଦିର ବକ୍ର ହେଲା କିପରି? କିଛି ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଏହି ମନ୍ଦିର ପ୍ରଥମେ ସଳଖ ଭାବରେ ତିଆରି ହୋଇଥିଲା, ପରେ ମହାନଦୀରେ ବନ୍ୟା କାରଣରୁ ମନ୍ଦିର ଧୀରେ ଧୀରେ ବକ୍ର ହୋଇଯାଇଛି। କିନ୍ତୁ ଅନେକ ଲୋକମାନେ ମାନନ୍ତି ଯେ ଏହି ମନ୍ଦିର ମୂଳରୁ ବକ୍ର ଭାବରେ ତିଆରି ହୋଇଥିଲା। ମହାନଦୀର ବନ୍ୟାରୁ ମନ୍ଦିରକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ମନ୍ଦିରଟିକୁ ବଙ୍କା ତିଆରି କରାଯାଇଥିଲା। ଆହୁରି କିଛି ଲୋକ କୁହନ୍ତି ଯେ ଏଠାରେ ଥିବା ଶିବଲିଙ୍ଗ କାରଣରୁ ଏହି ମନ୍ଦିରଟି ବକ୍ର ହୋଇଛି। ତେବେ ମନ୍ଦିର ବକ୍ର ହେବାର ସଠିକ୍ କାରଣ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଯଦି ଆପଣମାନେ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ତେବେ ଏହି ମନ୍ଦିରର ଅନ୍ୟ ଏକ ବିଶେଷ ରହସ୍ୟ ହେଉଛି ଏଠାରେ ଥିବା ମାଛ କାଟୁଥିବା ଏକ ନାରୀର ପ୍ରସ୍ତର ମୂର୍ତ୍ତି। କୁହାଯାଏ ଏହି ମହିଳା ନିଜ ସ୍ୱାମୀଙ୍କ ସହିତ ମହାନଦୀକୁ ମାଛ ଧରିବା ପାଇଁ ଆସିଥିଲା, କିନ୍ତୁ ଅନେକ ସମୟ ବିତିଯିବା ପରେ ମଧ୍ୟ ସେ ସେଠାରୁ କୌଣସି ମାଛ ପାଇଲା ନାହିଁ। ତା ଜାଲରେ କୌଣସି ମାଛ ପଡ଼ିଲେ ନାହିଁ। ପରେ ସେ ହୁମା ମନ୍ଦିର ନିକଟବର୍ତ୍ତୀ ମହାନଦୀ କୂଳରେ ମାଛ ଧରିବାକୁ ଗଲା ଏବଂ ମାଛ ଧରିବା ପାଇଁ ଚେଷ୍ଟା କଲା ଏବଂ ସେହି ସ୍ତ୍ରୀ ଲୋକ ଜାଲରେ ଏକ କୁଡ଼ୋ ମାଛ ପଡ଼ିଲା। କୁଡ଼ୋ ମାଛକୁ ଦେଖି ସ୍ତ୍ରୀ ଲୋକ ଏବଂ ତାର ସ୍ୱାମୀ ଅନେକ ଖୁସି ହେଲେ ଏବଂ ତା ସହିତ ସେହିଠାରେ ପନିକି ଧରି ତାକୁ କାଟିବାକୁ ଲାଗିଲେ। କିନ୍ତୁ କାଟିବାକୁ ଆରମ୍ଭ କରିବା ସମୟରେ ସେହି ସ୍ତ୍ରୀ ଲୋକଟି ମାଛ ଏବଂ ପନିକି ସହିତ ସେହିଠାରେ ପ୍ରସ୍ତର ପାଲଟିଗଲା। କାରଣ ସେଠାକାର ସ୍ଥାନୀୟମାନଙ୍କର ମାନ୍ୟତା ଯେ ହୁମା ନିକଟସ୍ଥ ମହାନଦୀ ତୀରରେ ଥିବା କୁଡ଼ୋ ମାଛ ମଧ୍ୟରେ ମହାଦେବ ବାସ କରିଥାନ୍ତି ଏବଂ ଆଜି ମଧ୍ୟ ସେହି ମାଛ କାଟୁଥିବା ନାରୀର ପ୍ରସ୍ତର ମୂର୍ତ୍ତି ହୁମା ମନ୍ଦିର ନିକଟରେ ଦେଖିବାକୁ ମିଳେ। ତେବେ ଏହା ଥିଲା ହୁମା ବକ୍ର ମନ୍ଦିରର ସମ୍ପୂର୍ଣ୍ଣ ରହସ୍ୟ ଏବଂ ତଥ୍ୟ। ଯଦି ଏହି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ ଏବଂ ଏହିପରି ଅନ୍ୟ କୌଣସି ମନ୍ଦିର ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ କମେଣ୍ଟ ବକ୍ସରେ ଜଣାନ୍ତୁ ଏବଂ ହର ହର ମହାଦେବ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।